ପୁରୀ ଜିଲ୍ଲା କିନ୍ନର ସଂଘ ତରଫରୁ ବହୁଚର ମାତାଙ୍କ ପୂଜାର୍ଚ୍ଚନା ମହାସମାରୋହ ଅନୁଷ୍ଠିତ କରାଯାଇଛି। ଚତୁର୍ଥ ଥର ପାଇଁ ଗୁରୁମାମାନଙ୍କୁ ନେଇ ଓଡ଼ିଶାବାସୀଙ୍କ ମଙ୍ଗଳ କାମନା ନିମନ୍ତେ ମାଙ୍କ ପୂଜା କରାଯାଇଛି। ଏହି ପୂଜା ନିମନ୍ତେ ପୁରୀ ଜିଲ୍ଲା, ଅନୁଗୁଳ, ଖୋର୍ଦ୍ଧା, ବ୍ରହ୍ମପୁର, ଭୁବନେଶ୍ୱରରୁ ମଧ୍ୟ ଗୁରୁମାମାନଙ୍କୁ ନିମନ୍ତ୍ରଣ କରାଯାଇ ଏହି ପୂଜାରେ ସାମିଲ କରାଯାଇଛି। କିନ୍ନର ସଂଘ ଆଜି ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ପୂଜାର୍ଚ୍ଚନା କରି ପାଣି କଳସି ମୁଣ୍ଡରେ ରଖି ଭଜନ କୀର୍ତ୍ତନ ସହ ଶୋଭାଯାତ୍ରା କରି ପୁରୀସ୍ଥିତ ରାଣୀ ସତୀ ଭବନକୁ ନିଆଯାଇଥିଲା। ମା ବହୁଚରଙ୍କ ପୂଜା କରିବା ପାଇଁ 3 ଦିନ ପୂର୍ବରୁ ବ୍ରତ କରାଯାଇଥାଏ। 3 ଦିନ ଉପାସ ରହି ପାଣି କଳସ ଆଣି ମା ବହୁଚରଙ୍କ ପୂଜାର୍ଚ୍ଚନା କରିବା ପାଇଁ ସେମାନେ ପାଣି ଗ୍ରହଣ କରିଥାନ୍ତି। ବହୁ ପୁରାତନ ପ୍ରଥା। ଯେତେବେଳେ ନିଜ ବାପା ମା ଜନ୍ମ କରି ଘରୁ ବାହାର କରିଦିଅନ୍ତି ବା କିନ୍ନର ବୋଲି ଛାଡ଼ି ଦିଅନ୍ତି, ସେତେବେଳେ ସେମାନଙ୍କୁ ମା ବହୁଚର ନିଜର କରି ନିଅନ୍ତି। ନିଶ୍ଚିତ ଭାବରେ ଆପଣମାନେ ଜାଣିଥିବେ ବହୁତ ବର୍ଷ ହେଲାଣି ଆମେ ସମାଜ ମଙ୍ଗଳ ପାଇଁ ଏ ପୂଜା କରିଆସୁ, ତା ସହିତ କିନ୍ନର ସମାଜ ମଙ୍ଗଳ ପାଇଁ। ତ ପିଲାମାନେ ବ୍ରତରେ ରୁହନ୍ତି, ବ୍ରତରେ ରହି ଆଜି ହେଉଛି ତାଙ୍କର ବ୍ରତ ଶେଷ କରିକି ଆଜି ସମାଜ ମଙ୍ଗଳ ପାଇଁ ଆଜି କଳସ ନେଇକି ମାଙ୍କ ପାଖରେ ବସିବ। ମାଙ୍କ ପାଖରେ ନାନା ପ୍ରକାରର ଫୁଲ, ଯେମିତି 7 ପ୍ରକାର ଫଳ, 7 ପ୍ରକାର ଫୁଲ ନେଇକି ଆମେ ପୂଜା ଅର୍ଚ୍ଚନା କରିଥାଉ। ଆଜି ହିଁ ତାର ପ୍ରଥମ ଦିନ କଳସ ଯାତ୍ରା, ତା ସହିତ ଆମର କାଲି ହେଉଛି ପୂଜା ବିସର୍ଜନ। ଯେମିତିକି ଅନ୍ୟମାନେ ପୂଜା କରନ୍ତି, ପୂଜାର ବିଧି ରହିଛି, ସେମିତି ଆପଣ ଯେଉଁ କିନ୍ନର ପକ୍ଷରୁ ପୂଜା କରୁଛନ୍ତି ତାକୁ ସମାଜ କିଭଳି ଗ୍ରହଣ କରେ? ଯେତେବେଳେ ଆମେ ଘର ଛାଡ଼ିକି ଆସିଥାଉ ନା କେଉଁଠି ଆମ ପାଖରେ କିଛି ଅପସନ୍ ନଥାଏ, ତ ମା ହିଁ ଆମର ସବୁକିଛି, ଇଷ୍ଟ ଦେବତାଙ୍କୁ ନେଇକରି ଆମେ ଆଗ ବଢ଼ିଥାଉ, ଆମ ଗୁରୁମାନଙ୍କୁ ନେଇକି ଆମେ ଆଗକୁ ବଢ଼ିଥାଉ। ତ ସେବେଠୁ ଆମେ ଗୋଟେ କଲଚରାଲ୍ ହିସାବରେ ଆମେ ମାଙ୍କ ପାଖରେ ଯେମିତି ଚେଲା ଗୁରୁ ପନ୍ଥା ରହିଆସିଛି, ସେସବୁ ଆମେ ଆମ ଇଷ୍ଟ ଦେବତାଙ୍କ ସ୍ମରଣ କରିକି ଆମେ ଆଗକୁ ବଢ଼ିଥାଉ। ତ ସେଇ ଦିନଠୁ ଆମେ ମାଙ୍କୁ ପୂଜା ଆମ ଇଷ୍ଟ ଦେବତା ହିସାବରେ ମାନି ଆମେ ଆଜି ପର୍ଯ୍ୟନ୍ତ ସେ ପୂଜା ଅର୍ଚ୍ଚନା କରିଆସୁଛୁ। ଥ୍ୟାଙ୍କ ୟୁ।